ଭଗବାନ କୁହନ୍ତି, ଯେବେ ପ୍ରାଣୀ ମୋ ଉପରେ ବିଶ୍ୱାସ ରଖି ଗୋଟିଏ ପାଦ ଆଗକୁ ବଢ଼ାଇଥାଏ, ମୁଁ ତା ପାଇଁ 100 ପାଦ ଆଗକୁ ଯାଏ। ମହାଭାରତ ସମୟର କଥା। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କୁରୁକ୍ଷେତ୍ର ଭୂମି ଉପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ, ଚାରିପଟେ ଯୁଦ୍ଧର ଚିତ୍କାର। ସେହି ସମୟରେ ଛୋଟ ଚଢ଼େଇଟିଏ ବସା କରି ତା ଶାବକଙ୍କର ଯତ୍ନ ନେଉଥିଲା। ଯୁଦ୍ଧରେ ଗଛଗୁଡ଼ିକୁ ହାତୀମାନେ ଓପାଡ଼ି ଫୋପାଡ଼ି ପକାଉଥିଲେ। ତା ବସାଟି ମଧ୍ୟ ଗଛରୁ ତଳକୁ ଖସି ପଡ଼ିଲା। ଚାରିଆଡ଼କୁ ମା ପକ୍ଷୀଟି ସାହାଯ୍ୟ ପାଇଁ ଚାହିଁକରି ବ୍ୟସ୍ତ ହେଉଥିଲା। ମନରେ ଆଶଙ୍କା ଥିଲା, ବୀରମାନଙ୍କ ଯୁଦ୍ଧକ୍ଷେତ୍ରରେ ମୋ ପରିବାର କ'ଣ ଆଉ ସୁରକ୍ଷିତ ରହିବ? ଭଗବାନଙ୍କୁ ବାର ବାର ସ୍ମରଣ କରିବାକୁ ଲାଗିଲା। ଦେଖିଲା ସେହି ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସହିତ ଆସୁଛନ୍ତି। ପକ୍ଷୀଟି ଉଡ଼ି ଆସି ସାହାଯ୍ୟ ମାଗିଲା। କହିଲା, ହେ ପ୍ରଭୁ, ମୋତେ ସାହାଯ୍ୟ କର। ମୋର ଶାବକମାନେ ତଳେ ପଡ଼ି ଯାଇଛନ୍ତି। ମୋର ପିଲାମାନେ ମରିଯିବେ। ଭଗବାନ କହିଲେ, ମୁଁ ତୋ କଥା ଶୁଣୁଛି, କିନ୍ତୁ ମୁଁ ପ୍ରକୃତିର ନିୟମକୁ ପରିବର୍ତ୍ତନ କରିପାରିବି ନାହିଁ। ଧରିତ୍ରୀ ଉପରେ ଯାହା କିଛି ହୋଇଥାଏ, ତା ଉପରେ କିଛି ନା କିଛି କାରଣ ରହିଥାଏ। କାଳଚକ୍ର ଉପରେ କାହାର ବି ଆୟତ୍ତ ନଥାଏ। ପକ୍ଷୀଟି କହିଲା, ଆପଣ ଏ ସଂସାରର ପାଳନକର୍ତ୍ତା। ମୋର ଛୋଟ ପରିବାର ଭାଗ୍ୟ ମୁଁ ଆପଣଙ୍କ ହାତରେ ସମର୍ପଣ କଲି। ମୋର ଅତୁଟ ବିଶ୍ୱାସ, ଆପଣ ନିଶ୍ଚୟ ରକ୍ଷା କରିବେ। ଶ୍ରୀକୃଷ୍ଣ 21 ଦିନର ଖାଦ୍ୟ ସଂଗ୍ରହ କରି ବସାରେ ରଖିବା ପାଇଁ ପକ୍ଷୀଟିକୁ କହିଥିଲେ। ଯୁଦ୍ଧ ଆରମ୍ଭ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କଠାରୁ ଧନୁଶର ମାଗିଥିଲେ। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ଚିନ୍ତା କଲେ, ପ୍ରଭୁ ତ ପ୍ରତିଜ୍ଞା କରିଥିଲେ ଅସ୍ତ୍ର ଉଠାଇବେ ନାହିଁ ବୋଲି। ତେଣୁ ଭଗବାନଙ୍କୁ କହିଲେ, ହେ ପ୍ରଭୁ, ମୋତେ କୁହନ୍ତୁ, ମୋ ବାଣ ଅଭେଦ ଅଟେ, ମୁଁ କ'ଣ କରିପାରେ? କିନ୍ତୁ ପ୍ରଭୁ ଧନୁଶର ନେଇ ଏକ ଶର ନିକ୍ଷେପ କଲେ। ଶରଟି ଏକ ହାତୀର ଘଣ୍ଟିରେ ଯାଇ ବାଜିଲା। ଘଣ୍ଟିଟି ଆସି ତଳେ ପଡ଼ିଗଲା। ଶ୍ରୀକୃଷ୍ଣ ଧନୁଶର ଅର୍ଜୁନକୁ ଫେରାଇ ଦେଲେ। ଯୁଦ୍ଧ ଏହିପରି 18 ଦିନ ପର୍ଯ୍ୟନ୍ତ ଲାଗିଲା। ଯୁଦ୍ଧ ସମାପ୍ତି ପରେ ଶ୍ରୀକୃଷ୍ଣ ଆଉ ଅର୍ଜୁନ ଯୁଦ୍ଧକ୍ଷେତ୍ର ପରିଭ୍ରମଣ କରୁଥାନ୍ତି। ଚାରିଆଡ଼ ଭଙ୍ଗାରୁଜା, ରଥ, ଅସ୍ତ୍ର ଶସ୍ତ୍ର ଓ ଶବଗୁଡ଼ିକ ସଂସ୍କାର ଅପେକ୍ଷାରେ। ଶ୍ରୀକୃଷ୍ଣ ଏକ ସ୍ଥାନରେ ରହି ଅର୍ଜୁନକୁ ଘଣ୍ଟିଟିକୁ ହଟାଇବା ପାଇଁ କହିଲେ। ଅର୍ଜୁନ ଯେମିତି ସେ ଘଣ୍ଟିଟି ଉଠାଇଛନ୍ତି, ପକ୍ଷୀମାନେ ଉଡ଼ିବାକୁ ଲାଗିଲେ। ଶ୍ରୀକୃଷ୍ଣଙ୍କ ପରିକ୍ରମା ମଧ୍ୟ କରିବାକୁ ଲାଗିଲେ। ପକ୍ଷୀଟି କହିବାକୁ ଲାଗିଲା, ମୋର ବିଶ୍ୱାସ ଥିଲା ଆପଣ ମୋର ପରିବାର ବଞ୍ଚାଇବାର ଦାୟିତ୍ୱ ନିଶ୍ଚୟ ନେବେ। ସତରେ ଯେତେବେଳେ ସ୍ୱୟଂ ଭଗବାନ ଏତେ ବଡ଼ ବିଶାଳ ସଂସାର ମଧ୍ୟରେ ସେଇ ଛୋଟ ପକ୍ଷୀର ଡାକ ଶୁଣି ତାର ଦାୟିତ୍ୱ ନେଇଥିଲେ, ଆମେ ମଣିଷ ହୋଇ କାହିଁକି ଅନ୍ୟର ଦୁଃଖ ବୁଝିପାରିବା ନାହିଁ? ମା ତ ମା ହୋଇଥାଏ। ସେ ତା ପିଲାକୁ ଟିକିଏ ବି ବିପଦ ଦେବାକୁ ଚାହେଁ ନାହିଁ। ଭଗବାନଙ୍କ ପୂଜାରେ ଫୁଲ ଚାହାନ୍ତି ନାହିଁ, ଭାବ ଆଉ ଭକ୍ତି ଚାହାନ୍ତି। ଏଇ ପକ୍ଷୀ ଶାବକର ଯତ୍ନ ନେବା ଆମର ବି କାମ ବା ଦାୟିତ୍ୱ। ଏଇ ଫୁଲ ଗଛଟିରେ ଢେର ସାରା ଫୁଲ ଫୁଟିଛି। ଫୁଲଗୁଡ଼ିକୁ ଦେଖିଲେ ଇଚ୍ଛା ହୁଏ ତୋଳି ନେଇ ଭଗବାନଙ୍କ ମଥାରେ ପିନ୍ଧାଇବାକୁ। କିନ୍ତୁ ଛୋଟ ମା ଓ ତା ଶାବକର ସୁରକ୍ଷା ବି ତ ଆବଶ୍ୟକ ନା? ଆମେ ଯେମିତି ଆମ ବାସଗୃହକୁ ସୁନ୍ଦର ଭାବରେ ସଜାଇ ସୁରକ୍ଷିତ ଚାହିଁଥାଉ, ସେହିପରି ପକ୍ଷୀଟିଏ ତା ଘରର ସୁରକ୍ଷା ବି ଆମର ଦାୟିତ୍ୱ। ଫୁଲ ତୋଳିବା ପୂର୍ବରୁ ପ୍ରଥମେ ଆମେ ଦେଖିବା ଦରକାର, ଆମ ପାଇଁ କେଉଁ ନିରୀହ ପକ୍ଷୀର କିଛି କ୍ଷତି ହେଉନାହିଁ ତ?